ତ ନା ଅନ୍ନ ପୁଅ କ'ଣ ମଞ୍ଜିକୁ ଭାବୁଛି ଅନା ମୋ ପୁଅ ଯଦି ଗୋଟେ ଟ୍ରେନ୍ କିଣିଲା ଭଳିଆ ସବୁବେଳେ ମୋତେ କଥାବାର୍ତ୍ତା କରୁଛି। ସେ ନିଜକୁ କହି କରିଛି ନା ଟ୍ରେନ୍ କରିଛି। ମୁଁ ଯେତେବେଳେ ମୋତେ ବାଟରେ ଘାଟରେ ନାହିଁ ସେତେବେଳେ ମୋତେ ଖାଲି ମାଗୁଛି ପଇସା ମାଗୁଛି। ତା ପଇସା କ'ଣ ମୁଁ ଖାଇଦେଉଛି? ଆରେ ସେ ଅନାମ ବିଲଟା ହଳ ବୁଲେଇଛି। ଆଉ ହଳ ବୁଲେଇ ଦେଇଥିଲା ଆମର ପଇସାଟା ବାକି ଅଛି ତାର। ମୁଁ ତାକୁ ପଇସାଟା ଦେଇନାହିଁ। ମୁଁ ତ ଯେତେବେଳେ ବାଟରେ ଦେଖୁଛି ନାଇଁ ସବୁବେଳେ ପଇସା ମାଗୁଛି। ପଇସା ଦିଅ ପଇସା ଦିଅ। ମୁଁ ତାକୁ କହିଛି ଦରମାଟା ଆମର ମିଳୁ, ମୋର ଦରମାଟା ମିଳୁ, ମୁଁ ତୋତେ ଦରମା ମିଳିଲେ ପଇସାଟା ଦେଇଦେବି। ସେ ମୋ କଥା କ'ଣ ଶୁଣୁଛି? ଯେତେବେଳେ ମୋତେ ବାଟରେ ଦେଖୁଛି ଭାଇ ପଇସା ଦେଲାନି ପଇସା, ତା ପଇସାଟା କ'ଣ ବୁଡ଼େଇ ଦେଉଛି। ମୋତେ ଦରମା ହେଇନି, ମୁଁ କୋଉଠୁ ଆଣିକି ପଇସା ଦେବି? ଖାଲି ସବୁବେଳେ କହୁଛି ମୁଁ ତେଲ କିଣିବି ମୋର ପଇସା ଦରକାର ପଇସା ଦରକାର। ଆରେ ତାକୁ ଗୁଡ଼ା କଥା କହିଲି କଥା କ'ଣ ଶୁଣୁଛି? ମୋର କେମିତି ଦେଇଦେବି? ମୋର ତ ଦରମା ମିଳିନି, ମୁଁ ତାକୁ କୋଉଠୁ ଆଣିକି ଦେବି? ମୁଁ ତାକୁ କହିଛି ଏଇ ଦିନ ମୋର ଦରମା ମିଳିବ ମୁଁ ତୋତେ ଦେବି। ମୋ ପାଖରେ ପଇସା ଦେଲେ ମୁଁ ତାକୁ ଦଉନି। ଯଦି କହୁଛ ଗୋଟେ କାମ କଲୁ, ତମର ସୁଭଦ୍ରା ପଇସା ମିଳିଛି, ମୋତେ 2000 ଟଙ୍କା ଦେଲ। ଏଇନା ନେଇକି ଯିବି, ତାକୁ ନେଇକି ଦେଇକିରି ଆସିବି। ପଇସା 2000 ଟଙ୍କା ଦେଲେ ମୁଁ ତାକୁ ଦେଇଦେଇ ଆସିବି। ଦିଅ ପଇସା। ହଁ ଆଉ ମୋ ଦରମା ମିଳିଲେ ମୁଁ ତମକୁ ଦେଇଦେବି। ତମ ପଇସା କୁଆଡ଼େ ମୁଁ ଖର୍ଚ୍ଚ କରିବିନି ବନି। ମୋ ଦରମା ମିଳିଲେ ମୁଁ ଦେଇଦେବି। ତୋର ଦିଅ ଦିଅ ଜଲ୍ଦି ଦିଅ। ଦିଅ ଦେବି ବା ପକା। ପଇସା ଆଣିବ ମାନେ ମତେ ପଇସା ଦବ ସାଙ୍ଗେ ସାଙ୍ଗେ। ମୋ ପଇସା ଯେମିତି ନବ ସେମିତି ଆଣି ଦବ ଯେତେ ଶୀଘ୍ର। ମୁଁ 2000 ନେଲି, ତ ମୁଁ 2000 ଟଙ୍କା ଦେବି। ତମ ପଇସା ମୁଁ ତମକୁ ଦେବି। ଦେଖିଲେ ଇଏ ଏମିତି ଆକ୍ଟିଂ ଯଦି ଟିକେ ନ କରିଥାନ୍ତି ପଇସାଟା କ'ଣ ମତେ ମିଳିଥାନ୍ତା? କଲି ବେଲିକି ଏଇ 2000 ଟଙ୍କା ମିଳିଲା। ମିଳିଗଲା ଆଜି ଚାଲ।